ବର୍ତ୍ତମାନ ମୁଁ ଗାନ୍ଧାରୀଙ୍କ ଅଭିଶାପ ବିଷୟରେ କହିବି। ମହାଭାରତ ଯୁଦ୍ଧ ସରିଯାଇଥାଏ। ମହାଭାରତ ଯୁଦ୍ଧରେ 100 ଜଣ କୌରବ 99 ଜଣ କୌରବ ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ଗାନ୍ଧାରୀ କାନ୍ଦି କାନ୍ଦି ତାଙ୍କର ସ୍ୱାମୀକୁ କହିଲେ, ହେ ସ୍ୱାମୀ, ମୁଁ ବଞ୍ଚିଥିଲା ବେଳେ ମୋର ପୁଅମାନଙ୍କୁ ଦେଖିପାରିଲିନି। ବର୍ତ୍ତମାନ ମୋର 99 ପୁତ୍ର ମରିଯାଇଛନ୍ତି। ପ୍ରିୟ ପୁତ୍ର ଦୁର୍ଯ୍ୟୋଧନ, ଦୁଃଶାସନ, ଏମାନଙ୍କୁ ମୁଁ ଟିକେ ତାଙ୍କୁ ମରା ଅବସ୍ଥାରେ ତାଙ୍କୁ ଦେଖିବାକୁ ଚାହେଁ। ଏ କଥା ଶୁଣିକିରି ଧୃତରାଷ୍ଟ୍ର କହିଲେ, ହଉ ଗାନ୍ଧାରୀ। ସେ ବି ବହୁତ କାନ୍ଦୁଥିଲେ, କାରଣ ତାଙ୍କରି ଆଖି ଆଗରେ ତାଙ୍କରି ଅନ୍ଧ ଶାସନ ପାଇଁ 99 ପୁତ୍ର ତାଙ୍କର ଆଜି ମରିଯାଇଛନ୍ତି। ଶହ ଶହ ସ୍ତ୍ରୀ ଲୋକ ବିଧବା ହେଇଯାଇଛନ୍ତି। ଶହ ଶହ ମା' ମାନେ ତାଙ୍କ ପୁତ୍ରମାନଙ୍କୁ ହରାଇଛନ୍ତି। ଆଜି ରକ୍ତ ନଦୀରେ ପୁରା ଭାସୁଛି ତାଙ୍କ ଦେଶ। ଧୃତରାଷ୍ଟ୍ର ଅନୁତାପ କଲା ପରି ହେଉଥିଲେ, କିନ୍ତୁ ସେ କହିଲେ, ହଉ ଗାନ୍ଧାରୀ, ଚାଲ ଦେଖିଯିବା। ହେଲେ 5 ପାଣ୍ଡବ, କୃଷ୍ଣ ଏବଂ ଅନ୍ୟମାନଙ୍କୁ ତାଙ୍କର ମନ୍ତ୍ରୀମାନଙ୍କୁ ଧରିକିରି ଗାନ୍ଧାରୀ ରଣକ୍ଷେତ୍ରକୁ ଗଲେ। କୁରୁକ୍ଷେତ୍ରରେ ଶହ ଶହ ଶବ ପଡ଼ି ରହିଛି। ସେ କୃଷ୍ଣକୁ କହିଲେ, ହେ କୃଷ୍ଣ, ମୁଁ ବଞ୍ଚିଥିଲା ବେଳେ ମୋ ପିଲାମାନଙ୍କୁ ଦେଖିପାରିଲିନି। ଆଜି ମୁଁ ଟିକେ ଦେଖିବାକୁ ଚାହୁଁଛି। କୃଷ୍ଣ ବସିଥାନ୍ତି। ସେ ଟିକେ ହସିଦେଲେ, କହିଲେ, ହଁ ମା', ଆପଣ ନିଶ୍ଚୟ ଦେଖିବେ। କିନ୍ତୁ ତାଙ୍କର ଅନ୍ଧପୁଟୁଳି ବନ୍ଧା ହେଇଛି ଆଖିରେ। ସେ ଅନ୍ଧପୁଟୁଳି ଖୋଲିଲେ ତ ଦେଖିବେ। ଗାନ୍ଧାରୀ କହିଲେ, ମୋ ଅନ୍ଧପୁଟୁଳି ଖୋଲିଦିଅ ଶ୍ରୀକୃଷ୍ଣ, ଖୋଲିଦିଅ। ଶ୍ରୀକୃଷ୍ଣ କହିଲେ, ନାଇଁ, ମୁଁ ତ ଖୋଲିପାରିବିନି। ତାପରେ ସେ କହିଲେ, ଯୁଧିଷ୍ଠିରକୁ ଡାକ, ଯୁଧିଷ୍ଠିର ଖୋଲିବ। ଯୁଧିଷ୍ଠିର ଖୋଲିବାକୁ ଯାଉଥିଲେ ତାଙ୍କ ମା'ଙ୍କ ଅନ୍ଧପୁଟୁଳି, କିନ୍ତୁ ଶ୍ରୀକୃଷ୍ଣ ମନା କଲେ। ଏହିପରି ଭୀମ, ଅର୍ଜୁନ, ନକୁଳ, ସହଦେବ ସମସ୍ତେ ବି ଗାନ୍ଧାରୀ କାନ୍ଦି କାନ୍ଦି ଅନୁରୋଧ କଲେ, ମୋ ଅନ୍ଧପୁଟୁଳି ଖୋଲିଦିଅ, ଖୋଲିଦିଅ ପୁଅମାନେ, ମୁଁ ମୋ ପିଲାମାନଙ୍କୁ ଦେଖିବି। କିନ୍ତୁ କୃଷ୍ଣ ଏମାନଙ୍କୁ ଠାରିକିରି ମନା କଲେ, କେହି ଯାଆନି, କେହି ଯାଆନି, ବିପଦ ଅଛି, କେହି ଯାଆନି। ତାପରେ ଗାନ୍ଧାରୀ କହିଲେ, ମୁଁ କ'ଣ ଏମାନେ ଦେଖେଇଲେନି? ତମେ ବି ମନା କଲ କୃଷ୍ଣ, ମୁଁ କ'ଣ ମୋ ପୁଅମାନଙ୍କୁ ଦେଖିପାରିବିନି? କିଏ ମୋ ଅନ୍ଧପୁଟୁଳି ଖୋଲିଦିଅ। ଗାନ୍ଧାରୀ କାନ୍ଦି କାନ୍ଦି ଅଥୟ ହେଇଗଲେ। କୃଷ୍ଣ କହିଲେ, ନା, ଏତେ ବ୍ୟସ୍ତ ହେବାର ନାହିଁ। ଆପଣଙ୍କ ପୁଅ ଦୁର୍ଦକ୍ଷ ବି ବଞ୍ଚିଛି। ସେହି 100 ପୁତ୍ର ମଧ୍ୟରୁ ଦୁର୍ଦକ୍ଷ ଏକଲା ବଞ୍ଚି ଯାଇଥିଲେ, କାହିଁକି ନା ସେ ପାଣ୍ଡବମାନଙ୍କ ପକ୍ଷରେ କୃଷ୍ଣଙ୍କୁ ଭକ୍ତି କରୁଥିଲେ। ସାଙ୍ଗେ ସାଙ୍ଗେ ଦୁର୍ଦକ୍ଷଙ୍କୁ କୃଷ୍ଣ ଡାକିଲେ, କହିଲେ, ମା'ଙ୍କ ଅନ୍ଧପୁଟୁଳି ଖୋଲିଦିଅ। ଦୁର୍ଦକ୍ଷ ତାଙ୍କ ମା'ଙ୍କୁ ମୁଣ୍ଡିଆ ମାରିକିରି ତାଙ୍କୁ ଯେତେବେଳେ ଅନ୍ଧପୁଟୁଳିଟା ଖୋଲିଦେଲେ, ଗାନ୍ଧାରୀ ଦେଖିଲେ ସାଙ୍ଗେ ସାଙ୍ଗେ ତାଙ୍କ ପୁଅ ସେ ଦୁର୍ଦକ୍ଷ ଜଳି ଯାଉଛନ୍ତି। କାରଣ ସେ ଅନ୍ଧପୁଟୁଳି ଏତେ ବର୍ଷ ଧରି ଆଖିରେ ସେ ବାନ୍ଧିକିରି ରଖିଥିଲେ। ଗାନ୍ଧାରୀ ସତୀ ନାରୀ, ତେଣୁ ସେ ପୁଟୁଳିଟା ଯିଏ ଖୋଲିବ ସେ ମରିଯିବ ବୋଲି କୃଷ୍ଣ ଜାଣିଥିଲେ। ତେଣୁ ସେ 5 ପାଣ୍ଡବଙ୍କୁ ମନା କଲେ, ତମେ କେହି ଖୋଲ ନାହିଁ, ଏଥିରେ ବିପଦ ଅଛି। କିନ୍ତୁ ଦୁର୍ଦକ୍ଷ ଯେତେବେଳେ ଖୋଲିଦେଲେ, ସାଙ୍ଗେ ସାଙ୍ଗେ ଦୁର୍ଦକ୍ଷର ମୃତ୍ୟୁ ହେଇଗଲା। ସେ ସାଙ୍ଗେ ସାଙ୍ଗେ ମା'ଙ୍କ ଆଗରେ ଜଳିଗଲେ। ଗାନ୍ଧାରୀ ମୁଣ୍ଡ ପିଟି କାନ୍ଦି, ତମେ ଏ କ'ଣ କଲ ଶ୍ରୀକୃଷ୍ଣ? ମୋର ଏକମାତ୍ର ସନ୍ତକ ଦୁର୍ଦକ୍ଷକୁ ତମେ ମାରିଦେଲ। ତମେ ଏ କ'ଣ କଲ କୃଷ୍ଣ? କୃଷ୍ଣ ହସୁଥାନ୍ତି। ତାଙ୍କର ସେଇ ଅମଳିନ ହସ, ସେଇ ମୃଦୁ ହସ। ତାପରେ ଗାନ୍ଧାରୀ କହିଲେ, ଏସବୁ ତମର ସବୁ ମାୟା କୃଷ୍ଣ। ତମେ ଚାହିଁଥିଲେ ଏଇ ଯୁଦ୍ଧକୁ ବନ୍ଦ କରିପାରିଥାନ୍ତ। ତମେ ଚାହିଁଥିଲେ ଏତେ ଲୋକ ମରିନଥାନ୍ତେ, ମୋର ପୁଅମାନେ ମରିନଥାନ୍ତେ, କି ଏତେ ଲୋକ ମରିନଥାନ୍ତେ। ତମେ ହିଁ ସବୁ ପାଇଁ ଦାୟୀ। ମୁଁ ତମକୁ ଅଭିଶାପ ଦେଉଛି କୃଷ୍ଣ। ମୋର ଯେମିତି ତମେ
ନଷ୍ଟ କରିଦେଲ କୁରୁବଂଶ ଯେମିତି ତୁମେ ଆଜି ନଷ୍ଟ କରିଦେଇଛ, କୁରୁବଂଶ ଲୋପ କରିଦେଇଛ। ମୁଁ ତୁମକୁ ଅଭିଶାପ ଦେଉଛି, ତୁମର ଯଦୁବଂଶ ସେମିତି ସବୁ ନଷ୍ଟ ହେଇଯିବ, ଯଦୁବଂଶର ଆଉ ଅସ୍ତିତ୍ୱ ରହିବନି। ଠିକ୍ ଯଦୁବଂଶ ବି ସେହିପରି ଲୋପ ହେଇଯାଇଥିଲା। ମୁଁ ଆରଥରକ ସେ ଗପଟା କରିବି। ଏଇଟା ଗାନ୍ଧାରୀଙ୍କ ଅଭିଶାପରେ ଯଦୁବଂଶ ଲୋପ ପାଇଗଲା। ଏଇଟା ଏ ଗପର ଉଦ୍ଦେଶ୍ୟ।